नमस्कार। ମୁଁ ହେଉଛି ଅମରେଶ ଶତପଥୀ, ପ୍ରଫେସନାଲି ଜଣେ ପବ୍ଲିକ୍ ହେଲ୍ଥ ଏଜୁକେଟର। ଆଜି କିଛି ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଆମେ ଆଜି ଭିଡ଼ିଓଟି କରିଛନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ନାହିଁ ତ ଆପଣଙ୍କର ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ, ଆପଣ ଯେତେ ପାଠ ପଢ଼ିଥିଲେ ମଧ୍ୟ ତାର ସଦୁପଯୋଗ ଆପଣ କରିପାରିବେ ନାହିଁ। ତ ଯଦି ଆମେ ହେଲ୍ଥ ସିଷ୍ଟମକୁ ଯିବା ତ ଡିଜିଜ୍ର ଅକରେନ୍ସ ଦୃଷ୍ଟିରୁ ଆମେ ରୋଗକୁ ପ୍ରାୟତଃ ଦୁଇ ଭାଗରେ ବିଭକ୍ତ କରିଥାନ୍ତି। ଗୋଟିଏ ହେଉଛି କମ୍ୟୁନିକେବଲ୍ ଡିଜିଜ୍ ଏବଂ ଆଉ ଗୋଟିଏ ହେଉଛି ନନ୍ କମ୍ୟୁନିକେବଲ୍ ଡିଜିଜ୍। କମ୍ୟୁନିକେବଲ୍ ଡିଜିଜ୍ ଯାହାକୁ ଆମେ ଓଡ଼ିଆରେ ସଂକ୍ରାମକ ରୋଗ ବୋଲି କହନ୍ତି, ଯେଉଁ ରୋଗ ଗୋଟିଏ ରୋଗୀଠାରୁ ଆଉ ଗୋଟିଏ ସୁସ୍ଥ ଲୋକକୁ ବ୍ୟାପିଥାଏ, ସେହିଭଳି ରୋଗ ଗୁଡ଼ିକୁ ଆମେ ସଂକ୍ରାମକ ରୋଗ ବା କମ୍ୟୁନିକେବଲ୍ ଡିଜିଜ୍ ବୋଲି କହିଥାନ୍ତି। ଯାହାର ଉଦାହରଣ ହେଉଛି ମ୍ୟାଲେରିଆ, ଫିଲେରିଆ, ଡେଙ୍ଗୁ, ଡାଇରିଆ, ହେପାଟାଇଟିସ୍। ଏଗୁଡ଼ିକ ହେଉଛି ସବୁ ସଂକ୍ରାମକ ରୋଗ। ଯେତେବେଳେ ଆମ ସମାଜରେ ଗୋଟିଏ ଏହିସବୁ ରୋଗର ଗୋଟିଏ ରୋଗୀ ଥିବ, ତା ପାଖରୁ ଆଉ ଜଣେ ସୁସ୍ଥ ଲୋକ ପାଖକୁ ଏହି ରୋଗ ଡେଇଁବାର ସମ୍ଭାବନା ଅଛି। ତ ସେମିତି ଦ୍ୱିତୀୟଟି ହେଉଛି ନନ୍ କମ୍ୟୁନିକେବଲ୍ ଡିଜିଜ୍ ବା ଅଣସଂକ୍ରାମକ ରୋଗ। ସଂକ୍ରାମକ ରୋଗ ଯେପରି ଗୋଟିଏ ରୋଗୀଠାରୁ ଆଉ ଗୋଟିଏ ସୁସ୍ଥ ଲୋକ ପାଖକୁ ସ୍ପ୍ରେଡ୍ ହେଉଥିଲା ବା ଡେଉଁଥିଲା, ଏଥିରେ ସେମିତି ହୁଏ ନାହିଁ। ଅଣସଂକ୍ରାମକ ରୋଗରେ ଆପଣଙ୍କର ଶାରୀରିକ ସମସ୍ୟା ଉତ୍ପନ୍ନ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ପାଖରେ ଏହିସବୁ ସମସ୍ୟା ଥାଏ, ସେଇ ତା ପାଖରେ ହିଁ କେବଳ ସେ ଡିଜିଜ୍ ହେଇଥାଏ ଏବଂ ସେ ଲୋକକୁ ତା'ର ପ୍ରାଦୁର୍ଭାବ ପକାଇଥାଏ। ଉଦାହରଣ ହେଉଛି ଆପଣଙ୍କର କ୍ୟାନ୍ସର, କିଡ଼ନୀ ଡିଜିଜ୍, ହାର୍ଟ ଡିଜିଜ୍, ଡାଇବେଟିସ୍। ଏଗୁଡ଼ିକୁ ଆମେ ନନ୍ କମ୍ୟୁନିକେବଲ୍ ଡିଜିଜ୍ ବା ଅଣସଂକ୍ରାମକ ରୋଗ ବୋଲି କହିଥାଉ। ତ ଆପଣମାନେ ବୁଝିଯାଇଥିବେ ଯେ ସଂକ୍ରାମକ ରୋଗ ଯେତେବେଳେ ସଂକ୍ରାମକ ରୋଗର ଗୋଟିଏ ରୋଗୀ ଆମ ସମାଜରେ, ସୋସାଇଟିରେ ବା ଆମ ଚତୁଃପାର୍ଶ୍ୱରେ ଅଛି, ସେତେବେଳେ ଆଉ ଗୋଟିଏ ସୁସ୍ଥ ଲୋକକୁ ଏହି ରୋଗ ଡେଇଁବାର ସମ୍ଭାବନା ଅଛି। କିନ୍ତୁ ଅଣସଂକ୍ରାମକ ରୋଗର ସେମିତି କୌଣସି ଯେହେତୁ ରୋଗୀ ପାଖରୁ ଆସେ ନାହିଁ, ତ କାରଣ ଯଦି ଆମେ ତା'ର ଖୋଜିବା କ'ଣ କାରଣ ଦେଲା, ତ ତା'ର ମୁଖ୍ୟ କାରଣ ହେଉଛି ଯେ ଆମର ଅନହେଲ୍ଦି ଲାଇଫଷ୍ଟାଇଲ୍। ଅନହେଲ୍ଦି ଲାଇଫଷ୍ଟାଇଲ୍ ଅର୍ଥ ଯେ ଆମର ଯେଉଁ ଦୈନନ୍ଦିନ ଆମେ ଜୀବନଯାପନ କରୁଛନ୍ତି, ତାକୁ ଯଦି ଆମେ ସଠିକ୍ ଉପାୟରେ କରୁନାହାନ୍ତି, ତାହେଲେ ଏହିସବୁ ରୋଗ ହେବାର ସମ୍ଭାବନା ବହୁତ ଅଧିକା ଅଛି। ତ ଅଣସଂକ୍ରାମକ ରୋଗ ଯେତେ ଗୁଡ଼ିଏ ଅଛି, ସେଥିମଧ୍ୟରୁ କ୍ୟାନ୍ସର ଗୋଟିଏ ମୁଖ୍ୟ କାରଣ। ଆପଣମାନେ ଦେଖୁଥିବେ ଆଜିକାଲି ସମାଜରେ ଆପଣ ଯାହାକୁ ପଚାରିବେ, ପ୍ରାୟତଃ କ୍ୟାନ୍ସର ଦ୍ୱାରା ବହୁତ ଲୋକ ଆଟାକ୍ ହେଉଛନ୍ତି। ତ ଏ କ୍ୟାନ୍ସର ଯଦି କାରଣ ଗୁଡ଼ିକୁ ଆମେ ଖୋଜିବା, ବହୁତ ପ୍ରକାର କାରଣ ଅଛି। ସେଥିମଧ୍ୟରୁ ତମାଖୁ ସେବନ ଗୋଟିଏ ପ୍ରମୁଖ କାରଣ। ତ ଏହି ତମାଖୁ ସେବନ ଦ୍ୱାରା ମେନଲି ଆମର ଯେତେ ପ୍ରକାର କ୍ୟାନ୍ସର ଅଛି, ସେଥିରୁ ଓରାଲ୍ କ୍ୟାନ୍ସର ମେନଲି ତମାଖୁ ପାଇଁ ହିଁ ହୋଇଥାଏ। ତ ତମାଖୁକୁ କଣ୍ଟ୍ରୋଲ୍ କରିବା ପାଇଁ ଆଜିର ଏହି ପ୍ରୟାସ, ତ ଆମ ସୋସାଇଟିରେ ଯେତେ ପ୍ରକାର ତମାଖୁ ମିଳୁଛି, ତ ଆମେ ସେ ତମାଖୁକୁ ଯଦି ଆମେ ପର୍ଯ୍ୟାୟଭୁକ୍ତ କରିବା, ତାହେଲେ 3 ପ୍ରକାର ତମାଖୁ ଆମେ ପ୍ରାୟତଃ ଦେଖିଥାନ୍ତି। ଗୋଟିଏ ହେଉଛି ଧୂମକାରୀ ତମାଖୁ ପଦାର୍ଥ, ଧୂମହୀନ ତମାଖୁ ପଦାର୍ଥ ଏବଂ ବ୍ୟବହାର ପାଇଁ ତମାଖୁ ପଦାର୍ଥ। ଧୂମକାରୀ ତମାଖୁ କ'ଣ? ଯେଉଁ ତମାଖୁରୁ ଧୂଆଁ ବାହାରେ ତାକୁ ଆମେ ଧୂମକାରୀ ତମାଖୁ ପଦାର୍ଥ କହିଥାଉ। ଉଦାହରଣ ହେଉଛି ବିଡ଼ି, ସିଗାରେଟ୍, ଗଞ୍ଜେଇ, ଚିଲମ, ହୁକା, ସିଗାର, ଏଗୁଡ଼ିକୁ ଧୂଆଁ ବାହାରିଥାଏ। ଧୂମହୀନ ତମାଖୁ ପଦାର୍ଥ ଆପଣଙ୍କର ଯେତେ ପ୍ରକାର ଗୁଟ୍ଖା ଅଛି, ଆପଣଙ୍କର ଖଇନି, ଭାଙ୍ଗ, ଏଗୁଡ଼ାକ ଧୂମହୀନ ତମାଖୁ ପଦାର୍ଥ। ଏବଂ ବ୍ୟବହାର ପାଇଁ ତମାଖୁର ଉତ୍ପାଦ ହେଉଛି ଯେ ତମାଖୁ ଯୁକ୍ତ ଟୁଥପେଷ୍ଟ, ନାସା, ଗୁଡ଼ାଖୁ, ଏଗୁଡ଼ିକ ବ୍ୟବହାର ପାଇଁ ତମାଖୁ ପଦାର୍ଥ। ପ୍ରାୟତଃ ଏବେ ଦେଖାଗଲାଣି ଆଉ ବ୍ୟବହାର ପାଇଁ ଯେଉଁ ତମାଖୁ ପଦାର୍ଥ ଥିଲା, ସେଗୁଡ଼ିକ ପ୍ରାୟତଃ କମିଗଲାଣି। କିନ୍ତୁ ଧୂମକାରୀ ତମାଖୁ ପଦାର୍ଥ ଏବଂ
ଧୂମହୀନ ତମାଖୁ ପଦାର୍ଥ ଏଗୁଡ଼ିକ ବ୍ୟବହାର ବର୍ତ୍ତମାନ ସୁଦ୍ଧା ଚାଲିଛି। ଯଦି ଆମେ ଦେଖିବା ଯେ ଜଣେ ବ୍ୟକ୍ତି ଏହିସବୁ ପଦାର୍ଥ କ'ଣ ପାଇଁ ବ୍ୟବହାର କରନ୍ତି। ପ୍ରଥମ କଥା ତ ହେଉଛି ଏଇ ଯେଉଁ ତମାଖୁ ପଦାର୍ଥ ଲୋକ ବ୍ୟବହାର କରନ୍ତି ସେଥିରେ ଗୋଟିଏ ନିକୋଟିନ୍ ନାମକ କେମିକାଲ ଥାଏ ଯିଏକି ବ୍ରେନ୍ ସେଲ୍କୁ ଷ୍ଟିମୁଲେଟ୍ କରାଇଥାଏ। ତ ସେଥିପାଇଁ ଲୋକ ୟାକୁ ବ୍ୟବହାର କରନ୍ତି। ମେନଲି ସଙ୍ଗ ଦୋଷରେ ପଡ଼ିକି ଲୋକ ବ୍ୟବହାର କରିଥାନ୍ତି ଏବଂ ଲୋକ ମାନସିକ ସ୍ତରରେ ଭାବନ୍ତି କି ଆମେ ଗୁଟଖା ଖାଇଲେ ସେ ଯେଉଁ ନିକୋଟିନ୍ ବ୍ରେନ୍ ସେଲ୍କୁ ଷ୍ଟିମୁଲେଟ୍ କରାଉଛି, ତେଣୁକରି ଆମେ ଅଧିକା କାମ କରିପାରିବା କିମ୍ବା ରାତି ଅଧିକ ସମୟ ଚେତା ରହିପାରିବା। ଏମିତିକି ଟିନ୍ ଏଜ୍ର ପିଲାମାନେ ଫିଲ୍ମରେ ଦେଖିକି ହେଉ କିମ୍ବା ସାଙ୍ଗସାଥିମାନଙ୍କ ଦ୍ୱାରା ମଧ୍ୟ ଇନଫ୍ଲୁଏନ୍ସ ହେଇକରି ଏ ତମାଖୁ ବ୍ୟବହାର କରିଥାନ୍ତି। ଯେତେବେଳେ ସେମାନେ ଜାଣିନଥାନ୍ତି ଯେ ତମାଖୁର ବ୍ୟବହାର ଦ୍ୱାରା କେତେ ମାତ୍ରାରେ ତାଙ୍କର ଶରୀରରେ କ୍ଷତି ପହଞ୍ଚାଇ ପାରେ। ତ ଏହା ଗୋଟେ ଚିନ୍ତାଜନକ ବିଷୟ। ତ ଆଜି ଏଇ ଗୋଟିଏ ଭିଡ଼ିଓରେ ତ ଏଇଟା ବହୁତ ଲମ୍ବା ହେଇଯିବ, ସେଥିପାଇଁ ଆଜିର এই ଭିଡ଼ିଓକୁ ଏଇଠି ମୁଁ ରଖୁଛି। ଆମ ସେକେଣ୍ଡ ଭିଡ଼ିଓରେ ଆମେ ଦେଖିବା ଯେ ତମାଖୁ ପଦାର୍ଥ ବ୍ୟବହାର ଦ୍ୱାରା ଶରୀରରେ କ'ଣ କ'ଣ କ୍ଷତି ହୋଇଥାଏ। ଧନ୍ୟବାଦ, ନମସ୍କାର।